এইটা ହେଉଛି ଫୁଲକୋବି ଆଳୁ ଚିଙ୍ଗୁଡ଼ି ମାଛ ପକେଇକିନା ଝୋଳ ହେଇଛି। ବହୁତ ଟେଷ୍ଟି ବି ଲାଗିବ। ଆପଣ ଥାଳିଏ ଜାଗାରେ ଦୁଇ ଥାଳି ଭାତ ନିଶ୍ଚୟ ଖାଇବେ। ନମସ୍କାର, ମୁଁ ଦୀପ୍ତି କେକେ ଡେଲି ବ୍ଲଗ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମର ଆସିଥିଲା ଆଜି ଚିଙ୍ଗୁଡ଼ି ମାଛ, ବଡ଼ ବଡ଼ ଚିଙ୍ଗୁଡ଼ି। ପ୍ରଥମେ ସେ ଚିଙ୍ଗୁଡ଼ି ମାଛକୁ କାଟି ତାକୁ ସଫା କରିଦେଇ ଧୋଇ ଧୁଆକି ତାକୁ ରଖିଦେଇଛି। ତାପରେ ଏପଟେ ମୁଁ ନେଇଛି ଫୁଲକୋବି ଆଳୁ, ତାକୁ ଛୋଟ ଛୋଟ କରି କାଟି ନେଇଛି। ତାପରେ କଢ଼ାରେ ଟିକେ ତେଲ ଗରମ କରିବା, ସେଇଥିରେ ସବୁ ଫୁଲକୋବି ଆଳୁକୁ ପକେଇଦେବା। ପକେଇ ସାରିଲା ପରେ ସେଇଥିରେ ଟିକେ ହଳଦୀ ଆଉ ଟିକେ ଲୁଣ ଦେଇ ତାକୁ ସାନ୍ତୁଳି ଦେବା। ସାନ୍ତୁଳି ସାରିଲା ପରେ ତାକୁ ଗୋଟେ ଢାଙ୍କା ସାହାଯ୍ୟରେ ଢାଙ୍କେଇ ଦେବା। ସାଙ୍ଗମାନେ, ମୋ ରେସିପିଟି କେମିତି ଲାଗିଲା ଆପଣମାନେ କମେଣ୍ଟ ସେକ୍ସନରେ ନିହାତି ଜଣେଇବେ। ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ ତ ନିହାତି କରିବେ। ସମସ୍ତେ ଭିଡ଼ିଓ ଦେଖୁଛନ୍ତି କିନ୍ତୁ କେହି ସବସ୍କ୍ରାଇବ୍ କରୁନାହାନ୍ତି। ଆପଣମାନଙ୍କର ସପୋର୍ଟ ମୋତେ ନିହାତି ଦରକାର, କାହିଁକିନା ମୁଁ ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛି। ତାପରେ ଦେଖନ୍ତୁ ସେ ଯେଉଁ ଫୁଲକୋବି ଆଳୁ ତାକୁ ସାନ୍ତୁଳା ହେଇଗଲା। ତାପରେ ଚିଙ୍ଗୁଡ଼ି ମାଛଟି ତାକୁ ଲୁଣ ହଳଦୀ ଦେଇ ସେଇଥିରେ ପକେଇଦେବା। ପକେଇ ସାରିଲା ପରେ ତାକୁ ଅଳ୍ପ ଟିକେ ଆମେ ସାନ୍ତୁଳି ଦେବା, ବେଶୀ ଭାଜିବାନି କାହିଁକି ତାର ଟେଷ୍ଟ ପଳେଇଯିବ। ସେମିତି ଅଳ୍ପ ଅଳ୍ପ ଟିକେ ଲାଲ କରି ସାରିଲା ପରେ ଆମେ ତାକୁ କାଢ଼ିଦେବା ଗୋଟିଏ ଜାଗାକୁ। କାଢ଼ି ସାରିଲା ପରେ ସେଇ କଡ଼େଇରେ ମୁଁ ପୁଣି ତେଲ ନେଲି। ତେଲଟା ଟିକେ ଗରମ ହେଇସାରିଲା ପରେ ଆପଣମାନେ ଏଇଠି ଚିନି ପକେଇ ପାରିବେ। ମୁଁ କାହିଁକିନା ମୁଁ ଚିନି ଦେଇନି। ସେ ତେଲ ଗରମ ପରେ ସେଇଥିରେ ଟିକେ ପିଆଜ ପକେଇବା। ପିଆଜଟାକୁ ଗୋଲ୍ଡେନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ପିଆଜଟା ସିଝିବା ପାଇଁ ସେଇଥିରେ ମୁଁ ଅଳ୍ପ ଟିକେ ଲୁଣ ପକେଇଦେଲି। ଲୁଣ ପକେଇବା ଫଳରେ ପିଆଜଟା ଟିକେ ଶୀଘ୍ର ଲାଲ ଲାଲ ହେଇଯିବ। ତାପରେ ମୁଁ ଏଇଠି ଅଦା ରସୁଣ ପେଷ୍ଟଟା ନେଇଛି, ଶିଳରେ ବାଟିକିନା ରୋଷେଇ କରୁଛି। ବହୁତ କମ୍ ତେଲ ମସଲାରେ ମୁଁ ରୋଷେଇ କରୁଛି। ଅଦା ରସୁଣ ପରେ ଟିକେ ଲାଲ ଲାଲ ହେଇସାରିଲା ପରେ ମୁଁ ଏଇଥିରେ ଟିକେ ବିଲାତି ଆଉ ଟିକେ ତେଜପତ୍ର ପକେଇଲି। ତାପରେ ତାକୁ ଅଳ୍ପ ସମୟ ଟିକେ ଭାଜିଦେବା। ବିଲାତିଟା ସିଝିବା ପାଇଁ ଆମେ ତାକୁ ଗୋଟେ ଢାଙ୍କେଇ ଦେବା। ଢାଙ୍କେଇ ସାରିଲା ପରେ ମୁଁ ଏଇଥିରେ ଟିକେ ଦେଇଛି ହଳଦୀ ଆଉ ଲଙ୍କା ଗୁଣ୍ଡ। ସେଇଥିରେ ଟିକେ ଦେଇ ସାରିଲା ପରେ ସେଟାକୁ ଟିକେ ଫୁଟିବା ପାଇଁ ଛାଡ଼ିଦେବା। ଆମର ଦେଖନ୍ତୁ ଟିକେ ବିଲାତି ବି ସିଝିଗଲାଣି। ତାପରେ ଟିକେ ଧଣିଆ ପତ୍ର ସେଇଥିରେ ପକେଇବା। ଧଣିଆ ପତ୍ର ଟିକେ ମସଲା କଷିବାରେ ପକେଇବେ, ବହୁତ ଟେଷ୍ଟି ବି ଲାଗେ ଧଣିଆ ପତ୍ରଟି। ତାପରେ ଧଣିଆ ପତ୍ର ପକେଇ ସାରିଲା ପରେ ଯେଉଁ ସାନ୍ତୁଳିକିନା ରଖିଥିଲି ଚିଙ୍ଗୁଡ଼ି ଫୁଲକୋବି ଆଳୁ, ତାକୁ ସେଇଥିରେ ପକେଇ ଦେଇ ଅଳ୍ପ ସମୟ ଟିକେ କଷିବା, 5 ମିନିଟ୍ ପର୍ଯ୍ୟନ୍ତ। କଷି ସାରିଲା ପରେ ଆପଣମାନେ ଦେଖନ୍ତୁ ସେଇଥିରେ ମୁଁ ଟିକେ ପାଣି ପକେଇଲି। ତରକାରୀଟା ଆମର ଫୁଟି ଆସିଲାଣି। ଫୁଟି ସାରିଲା ପରେ ମୁଁ ସେଇଥିରେ ଟିକେ ପକେଇଲି ଅଳେଇଚ ଗୁଣ୍ଡ। ଅଳେଇଚ ଗୁଣ୍ଡ ପକେଇ ସାରିଲା ପରେ ଆମର ଏଥର ଫାଇନାଲ୍ ଲୁକ୍ଟି ଦେଖନ୍ତୁ, ବହୁତ ସୁନ୍ଦର ବି ଲାଗିଥିଲା। ରହୁଛି।